ହୀରାକୁଦ ଥାନା ଅନ୍ତର୍ଗତ ଆଇଟିଆଇ ଗୁଜାତାଲ ଛକ ନିକଟରେ ବୁଧବାର ସକାଳେ ଏକ ସାଂଘାତିକ ରକ୍ତାକ୍ତ ସଂଘର୍ଷ ଦେଖିବାକୁ ମିଳିଛି। ଜଣେ 19 ବର୍ଷୀୟ ଯୁବକଙ୍କୁ ସଂଘବଦ୍ଧ ଭାବରେ ଛୁରାମାଡ଼ କରାଯାଇଥିବା ଅଭିଯୋଗ ହୋଇଛି। ଗୁରୁତର ଯୁବକ ଜଣକ ହେଲେ ଗଗନ କୁମାର ଜଗଦୀଶ। ସକାଳ ପ୍ରାୟ 8:30 ମିନିଟ୍ ସମୟରେ ଗଗନ କୁମାର ଜଗଦୀଶ କୌଣସି କାମରେ ଏକ ଗ୍ରୋସରୀ ଦୋକାନକୁ ଯାଉଥିଲେ। ଏହି ସମୟରେ ପୂର୍ବ ପ୍ରସ୍ତୁତି ସହିତ ଛକିରେ ଥିବା ମୁଖ୍ୟ ଅଭିଯୁକ୍ତ ମନୋରଞ୍ଜନ ଦୋରା ଓ ତାର ସହଯୋଗୀମାନେ ହଠାତ୍ ଗଗନକୁ ଆକ୍ରମଣ କରିଥିଲେ। ଅତି ନିର୍ମମ ଭାବରେ ଏକ ଧାରୁଆ ଛୁରୀରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା, ଯାହାଫଳରେ ତାଙ୍କ ଶରୀରରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ରକ୍ତାକ୍ତ ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ବୁର୍ଲା ଭିମ୍ସାର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ତତ୍ପରତା ପ୍ରକାଶ କରି ମୁଖ୍ୟ ଅଭିଯୁକ୍ତ ମନୋରଞ୍ଜନ ଦୋରାଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ଅତିରିକ୍ତ ଏସ୍ପି ଅଜୟ କୁମାର ମିଶ୍ର ସୂଚନା ଦେଇଛନ୍ତି। କରୁଣାକର ଜଗଦୀଶ ହୀରାକୁଦ ଥାନାରେ ସେ ଅଭିଯୋଗ କରିଥିଲେ ଯେ ତାଙ୍କର ପୁଅ ଗଗନ ଜଗଦୀଶ ବୟସ ପାଖାପାଖି 19 ବର୍ଷ ହବ। ସେ ସକାଳ ସେ ରାସନ ଦୋକାନ ଯିବା ବେଳେ ଆଇଟିଆଇ ଗୁଜରାଲ ଛକ ହୀରାକୁଦ ଯୋଉ ଅଛି ସେଠି ତାଙ୍କୁ କିଛି ଯୁବକ ଅତର୍କିତ ଆକ୍ରମଣ କରିଥିଲେ ଛୁରୀ ଦ୍ୱାରା, ଯାହାଫଳରେ କି ତାଙ୍କର ଇଞ୍ଜୁରି ହେଇଛି ତାଙ୍କ ଦେହରେ। ଏବଂ ସେ ସଂକ୍ରାନ୍ତରେ ହୀରାକୁଦ ଥାନା ଗୋଟେ କେସ୍ ରେଜିଷ୍ଟ୍ରେସନ କରାଯାଇଛି। ହୀରାକୁଦ ଥାନା ମକଦ୍ଦମା ନମ୍ବର 121/26 ଏବଂ ସେଥିରେ ତାକୁ ବର୍ତ୍ତମାନ ବୁର୍ଲାରେ ସିଏ ରେଫର ହେଇଛନ୍ତି ଏବଂ ବୁର୍ଲାରେ ତାଙ୍କ ଟ୍ରିଟମେଣ୍ଟ ଚାଲିଛି। ଏ କେସ୍ରେ ଯିଏ ମୁଖ୍ୟ ଆସାମୀ ଯିଏ ଅଛନ୍ତି ମନୋରଞ୍ଜନ ଦୋରା, ତାଙ୍କୁ ଆପ୍ରିହେଣ୍ଡ କରାଯାଇଛି ଏବଂ ତାଙ୍କୁ ଆପ୍ରିହେଣ୍ଡ କରିବା ପାଇଁ ଆମର ଏସ୍ପି ସାର୍ଙ୍କ ନିର୍ଦ୍ଦେଶ ମଧ୍ୟ ଗୋଟେ ଟିମ୍ ଫର୍ମେସନ କରାଯାଇଥିଲା। ସେ ଟିମ୍ରେ ଲିଡ୍ କରିଥିଲେ ଆମର ଏସ୍ଟିପିଓ ବୁର୍ଲା, ଆଇଆଇସି ବୁର୍ଲା ସେ ଟିମ୍ରେ ହୀରାକୁଦ ଆଇଆଇସି, ଅଇଁଠାପାଲି ଆଇଆଇସି ଏବଂ ସେମାନେ ବିଭିନ୍ନ ଜାଗାରେ ଚଢ଼ଉ କରିକି ମନୋରଞ୍ଜନ ଦୋରାକୁ ଗିରଫ କରାଯାଇଛି ଏବଂ ସେ ଯୋଉ ବୁଲେଟ୍ ମୋଟରସାଇକେଲ ୟୁଜ୍ କରୁଥିଲେ ସେଟା ମଧ୍ୟ ସିଜର କରାଯାଇଛି। ଆଉ ଏଇ କେସ୍ରେ କୋଉ କୋଉମାନେ ସମ୍ପୃକ୍ତ ଅଛନ୍ତି ତାଙ୍କ ବର୍ତ୍ତମାନ ତଦନ୍ତ ଚାଲିଛି ଏବଂ ସେମାନଙ୍କୁ ଆମେ ଖୁବ୍ ଶୀଘ୍ର ଆପ୍ରିହେଣ୍ଡ କରିବୁ। ସମ୍ବଲପୁର ଅଜିତଙ୍କ ସହିତ ରିପୋର୍ଟ।